कृष्ण कृष्ण हरे 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 राम 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 हरे 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 कृष्ण 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 हरे 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 राम 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 हरे हरे। এই নামକୁ ବର୍ତ୍ତମାନ କଳିଯୁଗରେ ନାମକୁ ଶ୍ରେଷ୍ଠ ବୋଲି କୁହାଯାଉଛି। ତେଣୁ ପ୍ରତ୍ୟେକ ଯଦି ସବୁଦିନ କିଛି ସମୟ ପାଇଁ ନାମ କୀର୍ତ୍ତନ ଘରେ କରିବେ, ତାହା ଦ୍ୱାରା ଆମର ଶରୀର ଆତ୍ମା ପବିତ୍ର ହେବ ଏବଂ ମନ ସ୍ୱଚ୍ଛ ହେବ। ଯାହାଦ୍ୱାରା କି ଆମ ଯେଉଁ ବର୍ତ୍ତମାନ କଳିଯୁଗରେ ଯେଉଁ ପ୍ରଭାବ ପଡ଼ୁଛି, ଖରାପ ପ୍ରଭାବ, ତାଦ୍ୱାରା ଆମେ ନିଶ୍ଚିତ ଭାବେ ଦୂର ହେବ ଏବଂ ଆମେ ଶାନ୍ତିରେ ଜୀବନଯାପନ କରିବା। ମୁଁ ଏକ ଛୋଟିଆ କବିତା ଲେଖିଛି, ତାକୁ ବର୍ତ୍ତମାନ ଆପଣଙ୍କ ଆଗରେ ପଢ଼ିବାକୁ ଯାଉଛି। କବିତାର ଶୀର୍ଷକ ଆମ ନାଁ ଲେଖି ବାପା। ବାପା ଥିବାବେଳେ ବୁଝିତ ହୁଏ ନା ବାପାଙ୍କ ଭୂମିକା କେତେ, ଛାଡ଼ି ଚାଲିଗଲେ ପାଖରୁ ଆମର ସରିଯାଏ ସବୁ ସତେ। ବାପା ଥିବାବେଳେ ବୁଝିତ ହୁଏନି ବାପାଙ୍କ ଭୂମିକା କେତେ, ଛାଡ଼ି ଚାଲିଗଲେ ପାଖରୁ ଆମର ସରିଯାଏ ସବୁ ସତେ। ସବୁ ଦୁଃଖ ଭୁଲି ସନ୍ତାନକୁ ସୁଖ ଦେଇଥାନ୍ତି ସେ ପ୍ରାଧାନ୍ୟ, ନିଜକୁ ନ ଦେଖି ପିଲାଙ୍କୁ ଦେଖନ୍ତି ସନ୍ତାନ ହୁଏ ତାଙ୍କ ଜୀବନ। ଈଶ୍ୱରଙ୍କ ନାମ କରୁଥିଲେ ବୋଲି ଦୁନିଆ ଝୁରୁଛି ତାଙ୍କୁ କେତେ, ତାଙ୍କ ନାମ ବଳେ ସୁଖରେ ସନ୍ତାନ ସମୟ କାଟନ୍ତି ଏବେ। ନାମ ଠାରୁ ନାମ ବଡ଼ ହୋଇଥାଏ ବୁଝିଥିଲେ ତାଙ୍କ ଜୀବନରେ, ନାମକୁ ଆଧାର କରି ଯିଏ ଚାଲେ ଝୁଣ୍ଟେ ନାହିଁ ସଂସାରରେ। ମାତା ପିତାଙ୍କର ସ୍ୱୀକୃତି ବଳରେ ସନ୍ତାନ ହୋଇଥାଏ ସୁଖୀ, ସଂସାର ଭିତରେ କରି ଦେଖାଇଲେ ଝୁରୁଛନ୍ତି ସର୍ବେ ହୋଇ ଦୁଃଖୀ। ବାପା ଶବ୍ଦଟି ଯେ ସାର୍ଥକ ହୋଇଛି ତୁମ ବଳିଦାନ ତ୍ୟାଗ ପାଇଁ, ତୁମ ପ୍ରତିଦାନ ଅତୁଳନୀୟ ଯେ ବର୍ଣ୍ଣନା ତାହାର ନାହିଁ। ତାଙ୍କ ଆଶୀର୍ବାଦ ପାଇ ଆଜି ମୋର ଜୀବନ ହୋଇଛି ଧନ୍ୟ, ସିଏ ତ ଆମର ଚଳନ୍ତି ଦେବତା, ଆମେ ସବୁ ତାଙ୍କ ସନ୍ତାନ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଆପଣମାନଙ୍କ ମତେ ଜୟ ଜଗନ୍ନାଥ, ଜୟ এই কার্যক্রম প্রতি কম হব। দ্বিতীয় চৈতন্য নামাচার্য যদুমণি স্বাইঙ্কর যথার্থ দায়ন তো কহিলে হবনি, সময় হি কহিব। আজ এই যে কার্যক্রমে আমি পৌঁছিছে তাঁর অবদান পাই মো পরিবার তরফ সমস্ত তরফ ধন্যবাদ দেবি। আসন্তু আমার সমস্তর বিশেষ আকর্ষণ ঠিক আছে। তেমন আমি প্রথমে আমার পুস্তক উন্মোচন করা, তারপরে সম্বর্ধনা সমস্তকে, তারপরে মান্যবর বিধায়কর অভিভাষণ করি। ধন্যবাদ। আসন্তু আমি পুস্তক উন্মোচন করা। ମୁଁ ଗୋଟେ ଅନୁରୋଧ କରିବି।